सदय गुरुदेव प्रिय अपन मानकर चैनल माध्यम देखुवा समस्त भक्तवृंद मानकर प्रातः स्मरणीय चिरवंदनीय गुरुदेव पाद जुगल भ्यो नमाम्य गुरुपाद कमल भ्यो नम मातृ चरण कमल भ्यो नम सर्वदेवादेवी चरण कमल भ्यो नम चैनल माध्यम देखुवा मोर चिर नमस्य दर्शक दर्शिका वृंद भक्तवृंद आज आपण को गोटे नुआ जगह को आसी गोटे नुआ कथा कहवाई जाऊँगी जहाँकि केवे शुणी नथिबे अजपा सूत्रर यज्ञ एवं पंचसखांकर ग्रंथरु आसीथिबा यंत्र बसाण एकाक्षर अणाक्षर बीज पंचकुंडीय पंचमहापुरुषंकर जहाँ जहाँ भविष्यत मालिकाख्यान समय अनुक्रमे परिवार कथा बा चलिबार कथा वर्तमान से समय आसी वर्तमान धीरे धीरे आपे आपे से सूत्र रे समाज सुस्थ समाज को गढ़ा लगी अनुक्रम माध्यम महापुरुष मानकर चेतावनी बा भविष्यर कर्म मान को नहीं कार्य करा जाउछि जो कार्य पाई विश्व मंगल हब एवं विपथगामी मानव सुपथगामी हेबे बोली महापुरुष माने प्रेरणा एवं आमको चेतावनी मालिका माध्यम भविष्य मालिका माध्यम दे जाइछन्ति सही महापुरुष मानकर नीति नियम मानी सही धारा रे रही पूरा निष्ठापर भाव ए अजपा सूत्रर सप्त पंचात्मिक आहुति यज्ञ चली यज्ञ द्वारा समस्त भक्त मानकर सुपथगामी हेबे एवं सुमार्गी हेबे चेतना फेरिब धर्म को आश्रय करी धर्म भावना रे बुद्धि जीवन जीविका कर्म मध्य करिवे वर्तमान से ये समय अनुसार महापुरुषों भविष्य मालिका अनुसार आम यही कर्म करके जाऊँ यही अनेक साधु सन्थर सहयोग प्रेरणा ये यज्ञ सप्तम पंचात्मिक यज्ञ अजपा सूत्र चली ए विश्वर सर्वांगीन उन्नति सर्वमंगल पाई ए प्रयास एवं सचराचर विश्व सनातन धर्मर ध्वजा उड़ीब जहाँकि मो मन गड़ कथा ये नुहे ये महापुरुष मानकर भविष्य मालिका कल्पगीता टीका धर्म ध्वजा महान
ଧର୍ମ ପ୍ରେରଣା ଏଇଭଳି ଅନେକ ଗ୍ରନ୍ଥ ପୋଥି ମାଧ୍ୟମରୁ ସଂଗ୍ରହ କରାଯାଇ ଏ କୁଣ୍ଡ କେତେ ଗଭୀର, କେତେ ଉଚ୍ଚ, କେତେ ଓସାର, କେତେ ଲମ୍ବ, ଯନ୍ତ୍ର, ଏସବୁ ମହାପୁରୁଷଙ୍କର ଗ୍ରନ୍ଥ ଅର୍ଥାତ ପୋଥିମାନଙ୍କରୁ ସଂଗ୍ରହ କରାଯାଇ ପ୍ରସ୍ତୁତ କରାଯାଇଛି। ଇଏ ବୈଦିକ ଯଜ୍ଞଠାରୁ ସ୍ୱତନ୍ତ୍ର ଅଲଗା ପ୍ରକାର। ଆପଣମାନଙ୍କୁ ଏ ଚ୍ୟାନେଲ ମାଧ୍ୟମରେ ଦେଖିପାରିବେ ଯଜ୍ଞର କୁଣ୍ଡ, ଆପଣମାନେ ଜାଣିପାରିବେ, ଦେଖିପାରିବେ। ସମୟର ସ୍ରୋତରେ ବର୍ତ୍ତମାନ ଧର୍ମ ନାମରେ ଯେତେ ଭ୍ରଷ୍ଟାଚାର, ମହାପୁରୁଷମାନଙ୍କ ନାଁରେ ଯେତେ ଭ୍ରଷ୍ଟାଚାର, ମିଛ କହି ଚାଲିଛନ୍ତି, ଛତୁ ଫୁଟିଲା ଭଳି ଚ୍ୟାନେଲ ମାନଙ୍କରେ ବିଭିନ୍ନ ଲୋକଙ୍କର ମିଥ୍ୟା ଅପପ୍ରଚାର ଆଉ ମହାପୁରୁଷଙ୍କର ପ୍ରତ୍ୟକ୍ଷରେ ନିନ୍ଦା କରିବା ସମୟରେ ଆପଣମାନେ ଦେଖନ୍ତୁ ଏ ମହାନ ଅକ୍ଷମଣୀୟ ଦୋଷ ଏବଂ ମିଥ୍ୟା କହୁଥିବା ବକ୍ତାମାନେ, ପ୍ରଚାରକମାନେ ଦଣ୍ଡ ତ ନିଶ୍ଚିତ ପାଇବେ। କାରଣ ପଞ୍ଚସଖାମାନଙ୍କ ନାଁରେ ମିଛ କହି ଆଗକୁ ଯିବା ପାଇଁ ଯେଉଁ ଚେଷ୍ଟା, ଇଏ ନିଶ୍ଚିତ ତଳକୁ ଖସିବାର କଥା ଖସିବେ। କାରଣ ମହାପୁରୁଷମାନଙ୍କର ସତ୍ୟ, ଶାନ୍ତି, ଦୟା, ଧର୍ମ, ସତ୍ଚିନ୍ତା, ସଦ୍ଭାବନା, ସମଦୃଷ୍ଟି, ଶାନ୍ତ, ସରଳ, ଧୀର, ସ୍ଥିର, ଧୈର୍ଯ୍ୟ, ଏହିଗୁଡ଼ିକ ମହାପୁରୁଷଙ୍କର ଧାରା। ଏହି ଧାରାକୁ ନେଇ ଯେଉଁମାନେ ଚ୍ୟାନେଲ କରିବାକୁ ଯାଇଛନ୍ତି ବା ରଖିଛନ୍ତି, ସେମାନେ ହିଁ ଚ୍ୟାନେଲ କରିପାରିବେ। ନଚେତ୍ ବିଭୁଙ୍କର ବା ମହାପୁରୁଷମାନଙ୍କର ସୁଦୃଷ୍ଟି ଆସିବ ନାହିଁ, କୃପା ଦୃଷ୍ଟି ଆସିବ ନାହିଁ, ଯାହାଫଳରେ ସେମାନେ ଚାହିଁ ଚାହିଁ ବନ୍ଦ ହୋଇଯିବେ। ନିକଟ ଭବିଷ୍ୟତରେ ଅନେକ କଳ୍ପନା ଜଳ୍ପନା ହେଇ ଚାଲିଛି। କିଏ ତ କେତେ ପ୍ରକାର ଯଜ୍ଞ କରି ଚାଲିଛନ୍ତି। ଯଜ୍ଞ ତ ଅନେକ ପ୍ରକାର ଯଜ୍ଞ ଅଛି। ଜପଯଜ୍ଞ, ତପଯଜ୍ଞ, ଅଜବା ଯଜ୍ଞ, ମନ୍ତ୍ର ଯଜ୍ଞ, ଦ୍ରବ୍ୟ ଯଜ୍ଞ, ଏହିଭଳି ଅନେକ। ବର୍ତ୍ତମାନ ସମୟରେ ଅନନ୍ତ ଯୁଗରେ ଅନନ୍ତ ପ୍ରକାରର ଯଜ୍ଞ ଚାଲିଛି। କିଏ ତ ପାଣି ଯଜ୍ଞ କଲାଣି, କିଏ ତେଲ ଯଜ୍ଞ କଲାଣି, କିଏ ଲଙ୍କା ଯଜ୍ଞ କଲାଣି, କିଏ ବାଇଗଣ ଯଜ୍ଞ କଲାଣି, କିଏ ସାରୁ କଖାରୁ ପନିପରିବା ଯଜ୍ଞ ବି କଲେଣି। ତେଣୁ ବର୍ତ୍ତମାନ ସମୟରେ ଆପଣମାନେ ନିଜକୁ ନିଜେ ସଜାଡ଼ି ହେଇ ରହିଯାଆନ୍ତୁ ଆଉ ଦେଖନ୍ତୁ ଯଜ୍ଞ କେତେ ପ୍ରକାର ଚାଲିଛି। ଏ ଯେଉଁ ଯଜ୍ଞର ପ୍ରହସନ, ଚ୍ୟାନେଲର ପ୍ରହସନ, ଖୁବ୍ କମ୍ ଦିନ ଭିତରେ ଏସବୁ ବନ୍ଦ ହେଇଯିବ। ଆପଣମାନେ ନିଜେ ନିଜର ବିଚାର ଶକ୍ତିକି ନେଇ ଦେଖନ୍ତୁ। ଅମାବାସ୍ୟା, ଗୁରୁବାର, ମଙ୍ଗଳବାର, ଶନିବାର, ଏକାଦଶୀ, ସଂକ୍ରାନ୍ତି, ପୂର୍ଣ୍ଣିମା, ପ୍ରତିପଦା, এই ଯେଉଁ ଆମର ପରମ୍ପରା ସନାତନ ଧର୍ମ ଜଗନ୍ନାଥ ଧର୍ମର ନୀତି ନିୟମ ଥିଲା, ସେଇ ପରମ୍ପରାକୁ ଆପଣମାନେ ଆପଣେଇ ନେଲେ ଆପଣଙ୍କର ସର୍ବାଙ୍ଗୀନ ଉନ୍ନତି ହେବ। ଯଥା ମହା ଆଦି ବ୍ୟାଧି ଆଉ ଯେତେ ବିପଦ ଆପଦ, ବନ୍ୟା, ବାତ୍ୟା, ବିଭୀଷିକା, ପ୍ରଳୟ, ଏ ସବୁଥିରୁ ଆପଣମାନେ ଉଧୁରି ଯିବେ। ଯଦି ଆପଣମାନେ ନିରାମିଷ ରହିବା ପାଇଁ ଚେଷ୍ଟା କରନ୍ତୁ।
ମାସକରେ ଖୁବ୍ 5 ଦିନ 3 ଦିନ 4 ଦିନ ନିୟମ ମାନନ୍ତୁ ବା ମାସକରେ ଥରେ ଅଧେ ଆମିଷ ଭକ୍ଷଣ କରନ୍ତୁ, ହଠାତ୍ ବନ୍ଦ କରିପାରିବେ ନାହିଁ। ତେଣୁ ଭକ୍ତମାନଙ୍କୁ ଆପଣମାନଙ୍କୁ ଆଦେଶ ଦେଇପାରୁନି, ଆପଣଙ୍କୁ ଅନୁରୋଧ କରିକି କ୍ଷମା ମାଗି କହୁଛି ଆଉ ଥରେ ଆପଣମାନେ ଆସ୍ତେ ଆସ୍ତେ ଆମିଷରୁ ଦୂରେଇ ଯାଆନ୍ତୁ, ଆଉ ନିଶାରୁ ମଧ୍ୟ ଦୂରେଇ ରୁହନ୍ତୁ, ଯାହାଫଳରେ ଆପଣମାନେ ଆପଣଙ୍କ ପରିବାର, ଗ୍ରାମ, ଦେଶ, ରାଜ୍ୟ, ବିଶ୍ୱର ମଙ୍ଗଳ ହେବ। ଏଥିଲାଗି ଆମର ମହାପୁରୁଷଙ୍କ ପଞ୍ଚମହାପୁରୁଷଙ୍କର ନିର୍ଦ୍ଦେଶ ଅନୁସାରେ ସନାତନ ଧର୍ମକୁ ବଜାଇ ରଖିବା ଲାଗି ଆମମାନଙ୍କର ଏ ନାଟକ ବା ଏ ସ୍ୱତଃପ୍ରବୃତ୍ତ ଯଜ୍ଞ ନିଷ୍କାମ କର୍ମ କରିକି ଆମେ ଯାଇଥାଉ। କୌଣସି କାମନା ବାସନା ବି ଆମର ଏଥିରେ ନଥାଏ। ଜୟ ଜଗନ୍ନାଥ। ମୁଁ ଏଇଠି ବାଣୀକି ବିଶ୍ରାମ ଦେଉଛି। ସମୟ ଆସିଲେ ପୁଣି ଆପଣମାନଙ୍କୁ ଅନ୍ୟାନ୍ୟ ବାର୍ତ୍ତା ଦେବା ପାଇଁ ଯିବି। ଜୟ ଜଗନ୍ନାଥ।